ସରିଲା ଇ-କେୱାଇସି ଅବଧି। 3 ମାସ ପାଇଁ ଉଠି ପାରିବନି ଚାଉଳ। 3 ମାସ ଭିତରେ ଇ-କେୱାଇସି ନ କଲେ କଟିବ ରାସନ କାର୍ଡ। ଅଯୋଗ୍ୟ ହିତାଧିକାରୀଙ୍କୁ ଖୋଜିବା ଲାଗି ରାଜ୍ୟ ସରକାର ଇ-କେୱାଇସି ଯାଞ୍ଚ କରିବା ଲାଗି ନିଷ୍ପତ୍ତି ନେଇଥିଲେ। ଏହି ପ୍ରକ୍ରିୟାର ଅବଧି ଆଜି ଶେଷ ହୋଇଛି। ଏହି ସମୟ ଭିତରେ ଯେଉଁମାନେ ଇ-କେୱାଇସି କରିନାହାନ୍ତି ସେମାନେ ଆସନ୍ତା 3 ମାସ ପାଇଁ ଆଉ ଚାଉଳ ଉଠାଇ ପାରିବେ ନାହିଁ। ହଠାତ୍ ଜୁଲାଇ ମାସରୁ ଚାଉଳ ଉଠାଣ ବନ୍ଦ ହୋଇଯିବ। ତେବେ କାର୍ଡକୁ ସଚଳ କରିବାକୁ ଚାହୁଁଥିବା ହିତାଧିକାରୀଙ୍କୁ ଇ-କେୱାଇସି ଲାଗି ରାଜ୍ୟ ସରକାର ଆଉ 3 ମାସ ମହଲତ ଦେଇଥିବା ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ନୂଆ ସରକାର ଆସିବା ପରେ ଭୋଟର କାର୍ଡଧାରୀଙ୍କୁ ଧରିବା ଲାଗି ଇ-କେୱାଇସି ପ୍ରକ୍ରିୟା ଆରମ୍ଭ କରିଥିଲେ। ଏହା ଭିତରେ 5ରୁ ଅଧିକ ସମୟ ସରକାର ଅବଧିକୁ ବଢ଼ାଇଥିଲେ। ଓଡ଼ିଶାରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାରେ 3,36,35,000 ହିତାଧିକାରୀ ରହିଛନ୍ତି। ନୂଆ ସରକାର ଆସିବା ପରେ ଆଉ 6 ଲକ୍ଷ ନୂଆ କାର୍ଡ ଦିଆଯାଇଛି। ଆଜି ଅବଧି ଶେଷ ହେବା ପରେ ବିଭିନ୍ନ ସମସ୍ୟା ପାଇଁ ଇ-କେୱାଇସି କରିପାରିନଥିବା ହିତାଧିକାରୀ ଏବେ ଚିନ୍ତାରେ। ମନ୍ତ୍ରୀ କହିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା 20,58,000 ହିତାଧିକାରୀ ନିଜର ଇ-କେୱାଇସି କରିନାହାନ୍ତି। ତେଣୁ ସେମାନଙ୍କ ରାସନ କାର୍ଡ ସସ୍ପେଣ୍ଡ ରହିବା। କାର୍ଡ ସସ୍ପେଣ୍ଡ ରହିଲେ ଚାଉଳ ଉଠାଉଥିବା ହିତାଧିକାରୀ ସୂଚନାଯୋଗ୍ୟ ତାହା ଧରାପଡ଼ିବ। 3 ମାସ ଭିତରେ ଇ-କେୱାଇସି ନ କଲେ କାର୍ଡ ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଯିବ।